ଆପଣ ବହୁତ କମ୍ ବୟସରୁ ଏଇ ଅଲିଭ୍ ରିଡଲି କାମରେ ଆପଣ ଜଡ଼ିତ ହୋଇଗଲେ। ଏତେ କମ୍ ବୟସରୁ ଏସବୁ ଜିନିଷ ପ୍ରତି କେମିତି ଆପଣଙ୍କର ମାନେ ଆଟ୍ରାକ୍ସନ୍ କେମିତି ବଢ଼ିଲା? ଯେହେତୁ ଆମର ଗାଁ ପାଖରୁ ସମୁଦ୍ରକୂଳ ମାତ୍ର 50 ମିଟର ଦୂରତା। ସକାଳେ ସଞ୍ଜରେ ଆମେ ଆସୁ ସମୁଦ୍ରକୂଳେ ବୁଲିବା ପାଇଁ। ସେହି ସମୟରେ ବୁଲିଲା ସମୟରେ ଛୋଟ ଥିବା ଅବସ୍ଥାରେ ମୁଁ ହୁଏତ 10 ବର୍ଷ କି 12 ବର୍ଷ ଥିବା ବୟସରେ ଦେଖିଲି ହଜାର ହଜାର ପରିମାଣରେ ଗୋଟେ ଜନ୍ତୁ ଆମ ଉପକୂଳରେ ମରିକିରି ଆସି ଲାଗୁଛି। ବହୁତ ଦିନ ବର୍ଷେ 2 ବର୍ଷ ସେମାନଙ୍କୁ ଖାଲି ପରୀକ୍ଷିକିରି ଦେଖିଲି କ'ଣ ପାଇଁ ମରୁଛି। ତାପରେ ଆସ୍ତେ ଆସ୍ତେ ତାଙ୍କ ବିଷୟରେ ଟିକେ ଲୋକମାନଙ୍କ ସଂସ୍ପର୍ଶରେ ଆସି ଜ୍ଞାନ ଆହରଣ କଲି। ଜ୍ଞାନ ଆହରଣ କଲା ପରେ ଜାଣିଲି ଯେ ନାଇଁ ଏଇଟା ଆମର ସମୁଦ୍ରରେ ବଞ୍ଚିକି ରହିବା ନିହାତି ଜରୁରୀ। ଏଇଟା ଆମର ଲୋକମାନଙ୍କ ପାଇଁ ଉପକାରରେ ଆସେ। ତେଣୁକରି ଯେବେ ମୁଁ ନିଜେ ଜାଣିପାରିଲି ନାହିଁ ଯେ ଇଏ ଆମର ଲୋକମାନଙ୍କ ଉପକାରରେ ଆସେ, ମୁଁ ସେବେଠୁ ମନ ସ୍ଥିର କରିନେଲି ଯେହେତୁ ଏତେ ପରିମାଣରେ ଜନ୍ତୁ ମରୁଛି, ତେଣୁ ତାକୁ କେମିତି ସୁରକ୍ଷା ଦେବା ପାଇଁ ମୁଁ ଏବେଠୁ ନିଜେ ଅଣ୍ଟା ଭିଡ଼ିବି। ସେଇ 12 ବର୍ଷ ବୟସରୁ ନିଜେ ଅଣ୍ଟା ଭିଡ଼ିଥିଲି। ଆଜି ପର୍ଯ୍ୟନ୍ତ ଚାଲିଛି। ଚାଲିଛି।